ଚାରୋଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିବେ ମୋଦି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଏହି ପଦକ୍ଷେପ ଦେଶର ରେଳ ନେଟୱାର୍କକୁ ଆହୁରି ଆଧୁନିକୀକରଣ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଏହି ଟ୍ରେନ୍‌ଗୁଡ଼ିକର ଶୁଭାରମ୍ଭ ଯାତ୍ରୀମାନଙ୍କୁ ଏକ ଦ୍ରୁତ, ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ। ଏହା ସହିତ ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକ ଧାର୍ମିକ, ସାଂସ୍କୃତିକ ଏବଂ ବାଣିଜ୍ୟିକ ସହରଗୁଡ଼ିକ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ। ଲକ୍ଷ୍ନୌ ସହାରନପୁର ରୁଟ୍‌ରେ ଚାଲିବାକୁ ଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ପ୍ରାୟ 7 ଘଣ୍ଟା 45 ମିନିଟ୍‌ରେ ଏହାର ଯାତ୍ରା ସମାପ୍ତ କରିବ ଆଉ ଯାତ୍ରୀମାନଙ୍କର ପ୍ରାୟ 1 ଘଣ୍ଟା ସମୟ ବଞ୍ଚାଇବ। ଏହି ଟ୍ରେନ୍ ଲକ୍ଷ୍ନୌ, ଶାହଜାହାନପୁର, ବରେଲି, ମୋରାଦାବାଦ, ବିଜନୌର ଏବଂ ସହାରନପୁର ଭଳି ସହରଗୁଡ଼ିକୁ ସଂଯୋଗ କରିବ। ଏହାର ଶୁଭାରମ୍ଭ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ସଂଯୋଗକୁ ଉନ୍ନତ କରିବ ଏବଂ ହରିଦ୍ୱାରରେ ପହଞ୍ଚିବା ସହଜ କରିବ। ବାରାଣସୀ, ଖଜୁରାହୋ ବନ୍ଦେ ଭାରତ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଧାର୍ମିକ ଏବଂ ଐତିହାସିକ ସ୍ଥାନଗୁଡ଼ିକୁ ସଂଯୋଗ କରିବ। ଏପରିକି ବାରାଣସୀ, ପ୍ରୟାଗରାଜ ଏବଂ ଚିତ୍ରକୂଟ ପୂର୍ବରୁ ଥିବା ଟ୍ରେନ୍‌ଗୁଡ଼ିକ ତୁଳନାରେ ଏହା ପ୍ରାୟ 2 ଘଣ୍ଟା 40 ମିନିଟ୍‌ରେ ଯାତ୍ରା ସମାପ୍ତ କରିବ। ଯାତ୍ରୀମାନଙ୍କର ମୂଲ୍ୟବାନ ସମୟ ବଞ୍ଚାଇବ। ଏହି ଟ୍ରେନ୍ ମଧ୍ୟ ଭାରତ ଏବଂ ପୂର୍ବ ଉତ୍ତରପ୍ରଦେଶ ମଧ୍ୟରେ ଯାତ୍ରାକୁ ସହଜ କରିବ। ଏହା ଧାର୍ମିକ ଯାତ୍ରା ଏବଂ ପର୍ଯ୍ୟଟନ ଉଭୟକୁ ବହୁତ ଲାଭଦାୟକ କରିବ। ପରବର୍ତ୍ତୀ ଖବର ପାନ୍ ଆଧାର ଲିଙ୍କ୍‌ର ଶେଷ ଅବଧି ଡିସେମ୍ବର 31 ତାରିଖ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାନ୍ତି, ତେବେ ବିଳମ୍ବ କରନ୍ତୁ ନାହିଁ। ଡିସେମ୍ବର 31 ସୁଦ୍ଧା ଏପରି କରିବାରେ ବିଫଳ ହେଲେ 2026 ଜାନୁଆରୀ 1ରୁ ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ। ଏମିତିକି ପାନ୍ କାର୍ଡରୁ ଆଧାର ସହିତ ଲିଙ୍କ୍ କରାଯାଇ ନ ଥିଲେ ଆପଣ ଆୟକର ରିଟର୍ଣ୍ଣ ଫାଇଲ୍ କରିପାରିବେ ନାହିଁ ଏବଂ ରିଫଣ୍ଡ ମଧ୍ୟ କରିପାରିବେ ନାହିଁ। ଏମିତିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ଆସିବା ଏବଂ ଏସ୍ଆଇପି ଆର୍ଥିକ ଉତ୍ପାଦନରେ ନିବେଶନରେ ମଧ୍ୟ ସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯେଉଁମାନେ 2024 ଅକ୍ଟୋବର 1 ପୂର୍ବରୁ ସେମାନଙ୍କର ଆଧାର ପଞ୍ଜୀକରଣ ଆଇଡି ବ୍ୟବହାର କରି ସେମାନଙ୍କର ପାନ୍ ପାଇଥିଲେ, ସେମାନଙ୍କୁ ଚଳିତ ବର୍ଷ ଡିସେମ୍ବର 31 ସୁଦ୍ଧା ଏହାକୁ ଲିଙ୍କ୍ କରିବାକୁ ପଡ଼ିବ। ନିୟମ ଅନୁଯାୟୀ ଯଦି ଆପଣଙ୍କର ପାନ୍ ନିଷ୍କ୍ରିୟ ହୋଇଯାଏ ଏବଂ ଆପଣ ଏହାକୁ ବ୍ୟାଙ୍କ କାରବାର କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହାର କରନ୍ତି, ତେବେ ଏହା ବିବେଚନା କରାଯିବ ଯେ ଆପଣ ଆଇନ ଅନୁଯାୟୀ ପ୍ରଦାନ କରିନାହାନ୍ତି। ପରବର୍ତ୍ତୀ ଖବର ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତୀୟ ମହିଳା କ୍ରିକେଟ୍ ଦଳର ସଦସ୍ୟ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ 2025 ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳର ସଦସ୍ୟମାନେ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେମାନେ କ୍ରିକେଟ୍ ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଦେଶର ପ୍ରତ୍ୟେକ କୋଣ ଅନୁକୋଣ ଏବଂ ବିଦେଶର ଲକ୍ଷ ଲକ୍ଷ ଭାରତୀୟମାନେ ଏହି ବିଜୟକୁ ପାଳନ କରୁଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ସେମାନେ ଆଦର୍ଶ ପାଲଟିଛନ୍ତି। ପିଢ଼ି ବିଶେଷ କରି ଝିଅମାନେ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇବେ। ସେ ବିଶ୍ୱାସ ପ୍ରକଟ କରିଥିଲେ ଯେ ସେମାନେ ଯେଉଁ ଆତ୍ମବିଶ୍ୱାସର ସହ ଇତିହାସ ଲେଖିଛନ୍ତି, ସେହି ଆତ୍ମବିଶ୍ୱାସ ସହିତ ସେମାନେ ଭବିଷ୍ୟତରେ ମଧ୍ୟ ଭାରତୀୟ କ୍ରିକେଟକୁ ଶୀର୍ଷରେ ରଖିବେ। ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ ସେମାନଙ୍କର କଠିନ ପରିଶ୍ରମ, ଉତ୍କୃଷ୍ଟ ଖେଳ ଦକ୍ଷତା, ଦୃଢ଼ ସଂକଳ୍ପ ଏବଂ ସେମାନଙ୍କ ପରିବାର ଏବଂ କ୍ରିକେଟ୍ ପ୍ରେମୀଙ୍କ ପ୍ରେମ ଏବଂ ଆଶୀର୍ବାଦ ସେମାନଙ୍କ ସଫଳତା ପଛରେ ରହିଛି। ସେ କହିଛନ୍ତି ଯେ ସେ ସମସ୍ତଙ୍କର ପ୍ରଶଂସା କରିଥିଲେ। ମୁଖ୍ୟ ପ୍ରଶିକ୍ଷକ, ବୋଲିଂ ପ୍ରଶିକ୍ଷକ, ଫିଲ୍ଡିଂ ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀ ସେ କାମନା କରିଥିଲେ। ସେମାନେ ଏହିପରି ଭବିଷ୍ୟତରେ ସେମାନଙ୍କ ପ୍ରଦର୍ଶନ ସହିତ ଟିମ୍ ଇଣ୍ଡିଆ ପାଇଁ ସଫଳତାର ନୂତନ ରେକର୍ଡ ସୃଷ୍ଟି କରିବ। ପରବର୍ତ୍ତୀ ଖବର 52 ବର୍ଷ ଯାଏଁ ତ୍ରିରଙ୍ଗା ଉଡ଼ାଇ ନଥିଲା ଆର୍ଏସ୍ଏସ୍। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବନ୍ଦେ ମାତରମ୍ 150ତମ ବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉପରେ ବର୍ଷିଛନ୍ତି। ଖଡ଼ଗେ ଆଜି ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଆର୍ଏସ୍ଏସ୍ 52 ବର୍ଷ ଧରି ଜାତୀୟ ପତାକା ଉତ୍ତୋଳନ କରିନାହିଁ। ଖଡ଼ଗେ ଏକ ଏକ୍ସ ପୋଷ୍ଟରେ ବନ୍ଦେ ମାତରମ୍ ବିଷୟରେ କହିଛନ୍ତି, 1896 ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ କଂଗ୍ରେସ ବୈଠକରେ ବଡ଼ ହେଉ ଛୋଟ, ତାହା ଏକ ସମ୍ମିଳନୀ ହେଉ କି ବ୍ଲକସ୍ତରୀୟ ବୈଠକ, ଆମେ ଗର୍ବର ସହିତ ଏବଂ ଦେଶପ୍ରେମ ସହିତ ଭାରତର ଜନସାଧାରଣଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱର ଭାବରେ ବନ୍ଦେ ମାତରମ୍ ଗାନ କରୁଛୁ। କଂଗ୍ରେସ ପାର୍ଟି ଆମର ମାତୃଭୂମିର ଚିରନ୍ତନ ଗୀତ, ଆମର ଏକତାର ଆହ୍ୱାନ ଏବଂ ଭାରତର ଆମର ଆତ୍ମାର ସ୍ୱର ବନ୍ଦେ ମାତରମ୍ ପ୍ରତି ନିଜର ବିଶ୍ୱାସକୁ ପୁନର୍ନିର୍ମାଣ କରିଛି।